କାହିଁ ଜିନିଷ କାହିଁ ଦାୟିତ୍ୱ ଦଉଛନ୍ତି ତ କାହିଁ ଫିଲ୍ଡରେ କାହିଁ ହଉନି? ଆଉ ପାର୍ଟିକି ନ କଲେ ତ ସେ କିଛି କରୁନାହାନ୍ତି। ଆମେ ପାର୍ଟି ଚୁପ୍ କରି ବସିବୁ, ତାହେଲେ କାଲିଠୁ ଚୁପ୍ କରି ପାର୍ଟି ବସିବୁ, ବନ୍ଦ କରି ବସିବୁ? ଆପଣ କହୁନାହାନ୍ତି ମୋ ଏରିଆରେ ବନ୍ୟା ହଉ ବାତ୍ୟା ହଉ ମୁଁ ଚୁପ୍ କରି ବସିବି କହିଦଉନାହାନ୍ତି? ସରକାରୀ ଲୋକ କହିଦିଅନ୍ତୁ, ସରକାରୀ ନେତା ମାନେ ଏବଂ ସରକାରୀ କର୍ମଚାରୀ ମାନେ କୁହନ୍ତୁ ପାର୍ଟି କରିବିନି ଚୁପ୍ କରି ବସିବି। ବନ୍ୟା ଆସିବା 4 ଦିନ ଆଗରୁ ସମସ୍ତେ ଦୌଡ଼ା ଦୌଡ଼ି ହେଲେ କଣ ବନ୍ୟା ଆସୁଛି ବନ୍ୟା ଆସୁଛି? ଆରେ ବନ୍ୟା ଯଦି ଆସୁଛି ବନ୍ୟାର ପ୍ରସ୍ତୁତି କଣ ନା? ଆମ ପାଖରେ ଚୁଡ଼ା ନାହିଁ, ଆମ ପାଖରେ ଗୋଖାଦ୍ୟ ନାହିଁ, ଆମ ପାଖରେ ତ କିଛି ନାହିଁ। ଆଉ ବନ୍ୟାର 5 ଦିନ ପରେ ଯୋଉମାନେ ଯାଇଥିଲେ ଜିଲ୍ଲାପାଳଙ୍କୁ ପଚାରିଲି ଯେ କଣ ବନ୍ୟା 5 ଦିନ ହେଲା ବନ୍ଧ ଭାଙ୍ଗିଲାଣି, ବନ୍ୟାର ଲୋକ ବୁଡ଼ିଲେଣି, ଗୋଖାଦ୍ୟ କାହିଁ, ଚୁଡ଼ା କାହିଁ? ନା ଆଜ୍ଞା ମଗେଇଛୁ, ଏସ୍ଆର୍ସିଙ୍କ ସହିତ ଆମେ ଆଲୋଚନା କରୁଛୁ। ଆଙ୍କର ଯଦି ଏସ୍ଆର୍ସିଙ୍କ ସହିତ ରାଜ୍ୟ ସ୍ତରରେ କୋର୍ଡିନେସନ ରହୁନାହିଁ, କୌଣସି ବିଭାଗ ସହିତ କୌଣସି ବିଭାଗର କୋର୍ଡିନେସନ ରହୁନାହିଁ, ଲୋକଙ୍କ ସମସ୍ୟାକୁ ସମାଧାନ କରିବାକୁ ଆନ୍ତରିକତା ନାହିଁ। ଯଦି ଆନ୍ତରିକତା ଥାନ୍ତା ଏ ତ 4 ଦିନ ଆଗରୁ ଜାଣିଲେଣି ବନ୍ୟା ଆସୁଛି। ପ୍ରତ୍ୟେକ ଆମ ସରକାରଙ୍କ ସମୟରେ ପ୍ରତ୍ୟେକ ପଞ୍ଚାୟତ ଅଫିସରେ ସମସ୍ତ ଜିନିଷ ଷ୍ଟକ୍ ରଖାଯାଏ, କିନ୍ତୁ ଏଠି ପଞ୍ଚାୟତ ଅଫିସ କଣ ବ୍ଲକ ଅଫିସରେ ବି କୌଣସି ଜିନିଷ ଷ୍ଟକ୍ ରଖାଯାଇ ନାହିଁ ଏବଂ ଗୋରୁ ଗାଈ ସାଧାରଣ ଲୋକଙ୍କ ପାଇଁ ଯାହା ଯାହା ଦରକାର ସେ ଜିନିଷ ରଖାଯାଇ ନଥିଲା। ଆମେ ପାଟିଗୋଳ କଲାବେଳେ କିଛି କିଛି ଦିଆହେଇଛି, ଆହୁରି ବହୁତ ଲୋକ ବଞ୍ଚିତ ଅଛନ୍ତି ସରକାରୀ ସୁବିଧା ପାଇବା ପାଇଁ। ଆମେ ରାଜନୀତି କରୁଛୁ ନା ସିଏ ରାଜନୀତି କରୁଛନ୍ତି? ସିଏ କେବଳ ତାଙ୍କର ମିଛ ପ୍ରଚାର ପାଇଁ ଇଏ କରୁଛନ୍ତି। 4 ଦିନ ପୂର୍ବରୁ କଣ ପ୍ରସ୍ତୁତି କରିଥିଲେ? ସେ ତ କିଛି କରିନଥିଲେ। କିଛି କରିନଥିଲେ। ଆମେ ସତ କଥା କହିଲା ବେଳକୁ ତାଙ୍କୁ ବହୁତ ବାଧୁଛି। ଆମ କଥା ଗୁଡାକ ତାଙ୍କୁ ବାଧୁଛି ବୋଲିକି ସେ ବହୁତ ରିଆକ୍ଟ କରୁଛନ୍ତି ଯେ ଆମେ ଯାହା କରିବା କଥା କରିଯିବୁ, ଏ କାହିଁ କହୁଛନ୍ତି? ଆମେ କିନ୍ତୁ ଲୋକଙ୍କ ସ୍ୱରକୁ ନିଶ୍ଚିତ ଭାବରେ ସବୁ ଜାଗାରେ ପହଞ୍ଚେଇବୁ, ଆପଣମାନଙ୍କ ପାଖରେ ପହଞ୍ଚେଇବୁ ଏବଂ ସରକାରଙ୍କ ପାଖରେ ପହଞ୍ଚେଇବୁ, ସରକାରୀ କର୍ମଚାରୀଙ୍କ ପାଖରେ ପହଞ୍ଚେଇବୁ। ଲୋକଙ୍କ ଅଧିକାର କିଭଳି ଭାବରେ ଲୋକ ପାଇବେ ସେଥିପାଇଁ ଲଢ଼େଇ କରି ଆସିଛୁ। ବିଜୁ ଜନତା ଦଳ ନେତା ପ୍ରିୟ ନେତା ନବୀନ ପଟ୍ଟନାୟକ ସାଧାରଣ ଲୋକଙ୍କର ଯୋଉ ପ୍ରକାର ସୁବିଧା ସୁଯୋଗ ପାଇବା କଥା ସରକାରୀ ବ୍ୟବସ୍ଥା ଭିତରେ ତାକୁ ନିଶ୍ଚିତ ଭାବରେ ଆମେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିବୁ। ଓହୋ, ଉତ୍ତରାଧିକାରୀ କେଇ ବର୍ଷ ଉତ୍ତରାଧିକାରୀ ସୂତ୍ରରେ ହନ୍ତସନ୍ତ ଏବେ 2 ବର୍ଷ ସରକାର ହେଲାଣି, ତାହେଲେ 5 ବର୍ଷ ଯାକ ଏଇଆ କହିକି ପଳେଇବା ତ? କିଛି କରିବେନି ତ? ସିଧା କହୁନାହାନ୍ତି ଆମର କିଛି କ୍ଷମତା ନାହିଁ, ଆମେ କିଛି କରିପାରିବୁନୁ। ଆମେ ମିଛରେ ସେ 24 ବର୍ଷ କଥା କହିକି ଆମେ ମିଛରେ ପାର ହେଇଯିବୁ। ତାଙ୍କ ଉଦ୍ଦେଶ୍ୟ ଏଇଆ ନା ଆଉ କିଛି ଅଛି? ସେ 24 ବର୍ଷ କଥା କହିକି ପାର ହେଇଯିବେ, କିଛି କାମ କରିବେ ନାହିଁ। କହିଦଉନାହାନ୍ତି ନା ଆମ ଦ୍ୱାରା କିଛି ହବ ନାହିଁ, ତମେ ଯାହା 24 ବର୍ଷରେ କରିଥିଲ ସେଇଆକୁ ଆମେ ବିକି ଭାଙ୍ଗି ରଙ୍ଗ ଦେଇକି ନା ବଦଳେଇକି ଆମେ ଚଳିଯିବୁ, ଆଉ କିଛି ଆମେ କରିବୁ ନା? ନା ଯୁକ୍ତି କଣ ପାଇଁ ହେଲା? ଆପଣମାନେ ସମସ୍ତେ ଏଠି ଅଛନ୍ତି, ଆପଣମାନେ ପାଠ ପଢିକି ଜର୍ଣ୍ଣାଲିଜିମ୍ କରିକି ବହୁତ ସାମ୍ବାଦିକ ଅଛନ୍ତି ମୋ ଆଗରେ, ନୀତି ନିୟମ କଥା ଜାଣିଛନ୍ତି, ଲ ବିଷୟରେ ଜାଣିଛନ୍ତି, ବହୁତ ସାମ୍ବାଦିକ ଜାଣିଛନ୍ତି ଭଲ ଭାବରେ ସେ କଥା। ଯେତେବେଳେ ଗୋଟେ ଅଫିସିଆଲି ରିଭ୍ୟୁ କରାଯାଏ ସେଥିରେ ଅଫିସିଆଲ ଲୋକ ଏବଂ ନିର୍ବାଚିତ ପ୍ରତିନିଧି ବସନ୍ତି ନା ଦଳୀୟ କର୍ମକର୍ତ୍ତା ବସନ୍ତି? ଦଳୀୟ କର୍ମକର୍ତ୍ତାକୁ ନେଇକି ବ୍ଲକରେ କଲେକ୍ଟରଙ୍କ ସାଙ୍ଗରେ କି ରିଭ୍ୟୁ ହଉଥିଲା ମତେ ଦେଇକି ଆପଣମାନେ କହିଲେ। ମୁଁ ସେଇଆ ପଚାରିଲାଠୁ ତାଙ୍କୁ ବାଧିଗଲା କଣ ପାଇଁ? ସେ କଥା ପଚରା ଯିବନି? କିଛି କାମ ନ କରି ପ୍ରଥମେ ଯାଜପୁରରେ କହିଲେ ମୁଁ ଯାଇଥିଲି ବନାରସ, ମତେ କହିଲେ ପାର୍ଲିଆମେଣ୍ଟ ଚାଲିଥିଲା। କୋଉ କଥାଟା ତାଙ୍କର ସତ? ମୁଁ କହିଲି ଆପଣ 5 ଦିନ ହେଲା କାହିଁ ଆସିଲେନି କି କିଛି ବୁଝିଲେନି? ନା ମୁଁ ପାର୍ଲିଆମେଣ୍ଟ ଚାଲିଥିଲା, କିନ୍ତୁ ଯାଜପୁରରେ କହିଛନ୍ତି, ଆପଣମାନେ ରେକର୍ଡ କରିଛନ୍ତି ସବୁ। ଯାଜପୁରରେ କହିଛନ୍ତି ମୁଁ ବନାରସ ଯାଇଥିଲି ସନ୍ଥ ରାମଦାସଙ୍କର କଣ ମାଟି ଆଣିବା ପାଇଁ, ଏ କଥା କହିଛନ୍ତି। ତାହେଲେ କୋଉଠି ପ୍ରକୃତରେ କୋଉଠି ଯାଇଥିଲେ? ସେ କୋଉଦିନ ଗଲେ? 5 ଦିନ ପରେ ଗଲେ। ଯଦି ରିଭ୍ୟୁ ନେଲେ କଣ ଦଳୀୟ କର୍ମୀମାନଙ୍କୁ ବସେଇ ରିଭ୍ୟୁ ନିଆଯାଏ? ଏଥିରେ ଭୁଲ କରୁନାହାନ୍ତି? ଜିଲ୍ଲାପାଳ ବିଡିଓ ଯୋଉମାନେ ବସଉଛନ୍ତି ଦଳୀୟ କର୍ମୀକୁ ଯଦି ବସେଇକି ରିଭ୍ୟୁ କରାଯିବ, ମୁଁ ଜଣେ ବିଧାୟକ, ମୋର ବି କ୍ଷମତା ଅଛି, ମୁଁ ବିଧାୟିକା ହିସାବରେ ମୁଁ ରିଭ୍ୟୁ ଯେତେବେଳେ କରେ କୌଣସି ଦଳୀୟ କର୍ମୀକୁ ବସେଇ ରିଭ୍ୟୁ କରାଯାଏନି। ସରକାରୀ ନୀତି ନିୟମ ଅନୁସାରେ ଚାଲନ୍ତୁ, ସରକାରୀ ନିୟମ ମାନନ୍ତୁ ଏବଂ ସରକାରଙ୍କ କାର୍ଯ୍ୟଧାରା ଯେମିତି ହୁଏ ସେଇ କାର୍ଯ୍ୟଧାରାରେ ଚାଲନ୍ତୁ। କେବଳ ସବୁ ଜାଗାରେ ଦଳୀୟ କଥା କହିଲେ ଲୋକମାନଙ୍କର କିଛି ଉନ୍ନତି ହବ ନାହିଁ କି ଲୋକଙ୍କ ଦୁଃଖ ଯିବ ନାହିଁ। କୋଉଠି କାହାକୁ ଧମକେଇଲି? କାହାକୁ ଧମକେଇଲି କୋଉଠି? କିଏ ଅଭିଯୋଗ କର? ମୁଁ ତ କୋଉଠି କାହାକୁ ଧମକେଇନି। ମୁଁ ଲୋକଙ୍କ କଥା କହିଲି। ଆମର ଗୋଖାଦ୍ୟ କାହିଁ ଆସିନି ସେଟା ଧମକେଇବା ହେଲା? ଚୁଡ଼ା କାହିଁକି ଆସିନି ସେଟା ଧମକେଇବା ହେଲା? କଣ କହିବା? ତାହେଲେ ମୁକ ହେଇଯିବା ନା କଣ? କାହାକୁ କିଛି କହିବାନି ମୁକ ହେଇଯିବା? ଆମକୁ ଲୋକ ଭୋଟ ଦେଇଛନ୍ତି, ଲୋକ ଯେତେବେଳେ ବନ୍ୟାରେ ଛଟପଟ ହଉଛନ୍ତି ଜିଲ୍ଲାପାଳଙ୍କୁ ପଚାରିବା, ଜିଲ୍ଲାପାଳ ପାଖରେ ଦାବି ଉପସ୍ଥାପନ କରିବା, ସେଇଟା ହେଲା ଧମକେଇବା?
ଜିଲ୍ଲାପାଳଙ୍କ ପାଖରେ ଆମେ ଦାବି ଉପସ୍ଥାପନ କଲୁ ଗୋଖାଦ୍ୟ କାହିଁକି 5 ଦିନ ହେଲା ଆପଣଙ୍କର ବନ୍ୟା ହେଲାଣି ଗୋଖାଦ୍ୟ କାହିଁକି ଆସିନାହିଁ ଚୁଡ଼ା କାହିଁକି ଆସିନାହିଁ ପାଲ ଲୋକ କାହିଁକି ପାଇନାହାନ୍ତି ଏଇଟା ହେଲା ଧମକେଇବା ତାହେଲେ କ'ଣ କହିବୁ ଜିଲ୍ଲାପାଳଙ୍କୁ ବନ୍ୟା ହେଇଛି ଆମେ ଫୁଲମାଳ ଦେଇକି ତାଙ୍କୁ ସବୁ ପୂଜା କରିବୁ ନା କ'ଣ ନା ବନ୍ୟା ହେଇଛି ଭଲ ହେଇଛି ଆପଣମାନେ ଆସନ୍ତୁ ପୂଜା କରିବୁ ଆପଣଙ୍କୁ ଆମେ ଆମର ଲୋକଙ୍କ ଦାବିଟାକୁ ଆମେ ଯେତେବେଳେ କହୁଛୁ ସରକାରୀ କର୍ମକର୍ତ୍ତାଙ୍କୁ ତାଙ୍କୁ ଯଦି ବାଧିବ ସେ ନେତାଙ୍କୁ ଯଦି ବାଧିବ ତାହେଲେ ସାଧାରଣ ଲୋକ କ'ଣ କରିବେ ଜେଇ ଅଛି ଜେଇକି ଯେତେବେଳେ ସକାଳୁ ଲୋକ ଫୋନ କଲେ ଯେ ଏଠି ଘଳିଆ ପଡ଼ିଲାଣି ଆସନ୍ତୁ ସେତେବେଳେ ଜେଇ ବାବୁ ଆସିଲେନି ଯେତେବେଳେ ବନ୍ଧ ଭାଙ୍ଗିଲା ଯେତେବେଳେ ଯାଇଛି ମୁଁ କହିଲି ସକାଳୁ ଆସିଲୁ ନା ଏଇଖିଣି ଭାଙ୍ଗିଲା ପରେ ଆସିଲୁ କ'ଣ ଜାଣି ଶୁଣି ତୁ ଭାଙ୍ଗିଦେଲୁ କି ଜାଣି ଶୁଣି ଭାଙ୍ଗିକି ଫେରେ ଆସୁଛୁ ଏଇଖିଣି ଲୋକ ଯେତେବେଳେ ଚାଷୀ ଉତ୍ତ୍ୟକ୍ତ ହେଲେ ବିଭିନ୍ନ ଚାଷୀଙ୍କର ଯୋଉ 10 ଏକର 15 ଏକର ଲେଖା ସେ ଘାଇ ମୁହଁରେ ଯୋଉ ଧାନ ପଳେଇଲା ସେ ଚାଷୀମାନେ ପୁରା କାନ୍ଦିକି ଗଡ଼ି ଯାଉଥାନ୍ତି ଆପଣ ସେ ଚିତ୍ର ଦେଖାଇନାହାନ୍ତି ଆପଣ ତ ରେକର୍ଡ କରିଥିବେ ସେ ଚିତ୍ର ଦେଖାନ୍ତୁ ଚାଷୀଙ୍କର ଯୋଉ 15 ଏକର 20 ଏକର ଲେଖା ଭାସିଗଲା ଧାନ ରୋଇ ସାରିଥିଲେ ତାଙ୍କ ପାଖରେ ତ ଆଉ ନା ବିହନ ଅଛି ନା ତଳି ଅଛି ଏବଂ ତାଙ୍କ ଜମି ବି ବାଲିଚର ହେଇଗଲା ବର୍ତ୍ତମାନ ଘାଇ ଗଲା ତାଙ୍କ ଜମି ଉପରେ ସେଇମାନେ ଉତ୍ତ୍ୟକ୍ତ ହେଇକି ଯେତେବେଳେ ଜେଇ ଉପରେ ଆକ୍ରମଣ କରୁଥିଲେ ଜେଇଙ୍କୁ ତ ବହୁତ ଆକ୍ରମଣ କରୁଥିଲେ ସେନ ମୁଁ ତ ତାଙ୍କୁ କହିଲି ମୁଁ କହିଲି ଜମା ତାଙ୍କୁ ମରାଧାରା କର ନା କିଛି କରନି ମୁଁ ନେଇଯାଉଛି ତାଙ୍କୁ ରଖିବି ତମେ ଜମା ମରାଧାରା କର ନା ତା ଦେହରେ ହାତ ଦେନ ତାକୁ ତ ଟାଣିକି ମରାଧାରା ଯୋଉ ଅବସ୍ଥାରେ କରୁଥିଲେ ଆପଣ ରେକର୍ଡ କରିନାହାନ୍ତି ସେ ଯୋଉ ବଞ୍ଚେଇବା ଗୋଟେ ମଣିଷକୁ ବଞ୍ଚେଇବା ଆମର ନୁହଁ କି ଆମ ସରକାରୀ ଅଫିସରଟା ମାଡ଼ ଖାଇବ ମାଡ଼ କାହିଁ ଖାଇବ ଯାହା ନୀତି ନିୟମ ଅନୁସାରେ ତା ଉପରେ ଆକ୍ସନ ହବା କଥା ହବ ମାଡ଼ କାହିଁ ଖାଇବ ସରକାରୀ ନିୟମ ଅନୁସାରେ ତା ବିରୁଦ୍ଧରେ ଲେଖାଯିବ ତା ବିରୁଦ୍ଧରେ ପ୍ରୋସିଡିଂ କରାଯିବ ତାର ହାୟର ଅଥରିଟି କି କୁହାଯିବ ଏକଥା କରାଯିବ ମାଡ଼ କାହିଁ ଖାଇବ ଗଛ କାଟିବାକୁ ତାଙ୍କୁ ଲାଗିଲା 2 ଦିନ ଗୋଟେ ଓସ୍ତ ଗଛ ଉପୁଡ଼ି ପଡ଼ିଲା ତାଙ୍କୁ 2 ଦିନ ଲାଗିଲା ମୁଁ ସେ ଏସିଙ୍କୁ ଭିଡ଼ିଓ କଲ୍ କରି ଦେଖେଇଲା ପରେ ବି କହିଲେ ସେ କାଟି ଦେଇଯାଇଛନ୍ତି ମୁଁ ସେଠି ପହଞ୍ଚିଲି ସେ ଲୋକ ପାଟି କଲେ ଆଜ୍ଞା ପୁଣି ବନ୍ଧ ଭାଙ୍ଗିବ ଆମେ ମରିବୁ ସେଠୁ ମୁଁ ଗଲାବେଳକୁ ଗଛ କଟା ହେଇନି ତାପରେ କହିଲେ ସେ ଜେସିବି ଦରକାର ମୁଁ କହିଲି କଟର ତ ଆସିବ କାଟିଦେବ କାଟି ଦେଇକି ନଈକି ପକେଇଦେଲେ ନଈରେ ଭାସିଯିବ ସେ ଯୋଉ ବରଗଛ ଗୁଡ଼ା ନଈରେ ଭାସିଯିବ ତାପରେ ଜାଫ୍ରି କରିଦେଇକି ବନ୍ଧକୁ ପ୍ରୋଟେକ୍ଟ କରାହବ ପାଟି କଲା ପରେ ପାଟିକି ନ କଲେ ତ ସେ କିଛି କରୁନାହାନ୍ତି ଆମେ ପାଟି ଚୁପ୍ କରି ବସିବୁ ତାହେଲେ କାଲିଠୁ ଚୁପ୍ କରି ପାଟି ବସିବୁ ବନ୍ଦ କରି ବସିବୁ ଆପଣ କହୁନାହାନ୍ତି ବନ୍ୟା ଯେତେ ହଉଥିବ ମୋ ଏରିଆରେ ବନ୍ୟା ହଉ ବାତ୍ୟା ହଉ ମୁଁ ଚୁପ୍ କରି ବସିବି କହିଦେଉନାହାନ୍ତି ସରକାରୀ ଲୋକ କହିଦିଅନ୍ତୁ ସରକାରୀ ନେତାମାନେ ଏବଂ ସରକାରୀ କର୍ମଚାରୀମାନେ କୁହନ୍ତୁ ମୁଁ ପାଟି କରିବିନି ଚୁପ୍ କରି ବସିବି ଲୋକଙ୍କ କଥା କିଛି କହିବିନି କାହିଁ ଜିନିଷ କାହିଁ ନା ଦାୟିତ୍ୱ ଦଉଛନ୍ତି ତ କାହିଁ ଫିଲ୍ଡରେ କାହିଁ ହଉନି ନିଶ୍ଚିତ ଭାବରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଯିଏ ଅଛନ୍ତି ତାଙ୍କ ଅଞ୍ଚଳରେ ଆମର ଜିତିକି ଆସିଲେ ତାଙ୍କ ବିରୋଧୀ ଦଳ ଜିତିକି ଆସିଲେ ଆମର କ'ଣ ପ୍ରଶାନ୍ତ କିଶୋର ତାଙ୍କ ଦଳ ସେଠି ଜିତିକି ଆସିଲେ ଏବଂ ଏ ହେଉଛି ଯୁବ ଶକ୍ତିର ପ୍ରଭାବ ଯୁବକମାନଙ୍କୁ ଯେଉଁଭଳି ଭାବରେ ଦିଲ୍ଲୀରେ ବାଡ଼ାପିଟା କରାହେଲା ବିହାରରେ ବାଡ଼ାପିଟା କରାହେଲା ସେମାନଙ୍କୁ ଅସମ୍ମାନ କରାହେଲା ଯୁବକମାନେ ମାତିଲେ ଛାତ୍ରଛାତ୍ରୀମାନେ ମାତିଲେ କୌଣସି ସରକାର ରହମାନ ପଡ଼ିବ ନାହିଁ ଆପଣ ପୂର୍ବରୁ ଦେଖନ୍ତୁ ଇତିହାସ ଦେଖନ୍ତୁ ଯୁବକମାନେ ଯେଉଁଠି ମାତିଛନ୍ତି ଯେତେବେଳେ ଦେଶରେ ଆନ୍ଦୋଳନ ହେଇଛି ସେ ଦେଶର ରାଜନୈତିକ ପରିବର୍ତ୍ତନ ନିଶ୍ଚିତ ଭାବରେ ହେଇଛି ବର୍ତ୍ତମାନ ଯୁବକ ଯୁବତୀମାନେ ଯେଉଁଭଳି ଭାବରେ ହଇରାଣ ହେଉଛନ୍ତି ଏବେ ସରକାରକୁ ହଟେଇବା ପାଇଁ ସେମାନେ ପ୍ରତିଜ୍ଞାବଦ୍ଧ ନିଶ୍ଚିତ ଭାବରେ ସବୁ ଜାଗାରେ ସରକାରୀ ଦଳ ଅପଦସ୍ଥ ହେବ ଅପମାନିତ ହେବ ମୁଁ ନିଶ୍ଚିତ ଭାବରେ ସରକାର ବଦଳିବ ବନ୍ୟା ସମୟରେ ଆମେ ଦେଖିଲେ ଯେ କେମିତି ପରିଚାଳନା କାରଣ ଯାଜପୁର ତ ବହୁତ ପ୍ରଭାବିତ ହେଇଥିଲା ସେଠି ପରିଚାଳନା କେମିତି ହଉଥିଲା ଆପଣ ତ ଅସନ୍ତୋଷ ଜାରି କରୁଥିଲେ ସୋସିଆଲ ମିଡ଼ିଆରେ ଆମେ